ଆଜି ଶୁଣିବା ଆତ୍ମଜୀବନୀ ଆର୍ଯ୍ୟ ଦାସର ଆତ୍ମଲିପିର ତୃତୀୟ ଭାଗ। ଲେଖକ ଅକ୍ଷୟ ମହାନ୍ତି। ସେଦିନ ରାତିରେ ମୁଁ କୋକିଳ ଦିଦିଙ୍କ ପାଖକୁ ଯିବାକୁ ଡରୁଥିଲି, କିନ୍ତୁ ସେ ହିଁ ଆଦର କରିନେଇ ଖୁଏଇଦେଲେ ଓ ତାଙ୍କ ପାଖରେ ଶୁଆଇଲେ। କଥାବାର୍ତ୍ତା କରିବାକୁ ସୁଯୋଗ ନାହିଁ। ପାଖ ଘରେ ଅନ୍ୟ ଦିଦିମାନେ ଶୋଇଥିଲେ। ମୁଁ ରାତି ସାରା ଶୋଇପାରିଲିନି। ମୋତେ ଲାଗୁଥିଲା ଯେ କୌଣସି ମୁହୂର୍ତ୍ତରେ ମୋତେ କୋକିଳ ଦିଦି କିଛି ନା କିଛି ପ୍ରଶ୍ନ କରିବେ। ରାତି ସାରା କୋକିଳ ଦିଦି ମଧ୍ୟ ଶୋଇପାରୁନଥିଲେ, ଖାଲି କଡ଼ ଲେଉଟାଉଥିଲେ, ଘନ ଘନ ନିଶ୍ୱାସ ଛାଡ଼ୁଥିଲେ। ସକାଳେ ଉଠି ସେ ଚାଲିଗଲେ ତାଙ୍କ ନିତ୍ୟକର୍ମ ସାରିବା ପାଇଁ। ମୁଁ ଖଟ ଉପରେ ଗୋଲି ପଡ଼ିଥାଏ। ମୋର ସାହସ ନଥାଏ ବେଡ୍ରୁମ୍ ଆଡ଼େ ଯିବାକୁ। ଅନେକ ସମୟ ପରେ କୋକିଳ ଦିଦି ଆସି ମୋତେ ଉଠେଇଲେ। ମୁଁ ଗାଧୁଆ ପାଧୁଆ କରି ସ୍କୁଲ ପାଠ ଧରି ବସିଲି। କୋକିଳ ଦିଦି ମୋତେ ପଢ଼ାଇବାକୁ ବସିଗଲେ। ଆଜି ତାଙ୍କର ନଜର କେମିତି ଅଲଗା। ମୋତେ ଲାଗୁଥାଏ ତାଙ୍କ ଆଖି ଯେମିତି ଗୋଟେ ମୁନିଆ ଛୁରୀ ହୋଇ ମୋ ଛାତି ଭିତରେ ପଶିଯାଉଛି। ମୁଁ ପ୍ରତି ମୁହୂର୍ତ୍ତରେ ଆଶା କରୁଥାଏ ଯେ ସେ ମୋତେ କିଛି ଗୋଟେ ପଚାରିବେ। ସେଦିନ ସ୍କୁଲ ଖୋଲିବା ପରେ ମୁଁ ଖେଳ ପଡ଼ିଆକୁ ଚାଲିଗଲି। ସେତେବେଳକୁ ଅଞ୍ଜୁ ଆସିନଥିଲା। ସେ କାଳି ଝିଅ ଆସିଯାଇଥିଲା। ମୁଁ ତାକୁ ଖୋଲାଖୋଲି ସବୁ କଥା କହିଲି। ଅଞ୍ଜୁ ଆଗରେ ସତ କହିବା ମୋର ଉଚିତ ନଥିଲା ବୋଲି ତା ଆଗରେ ମାନିଗଲି। ସେ କଥା ଖାତିର କଲାନି। ମତ ଦେଲା ଯେ ଅଞ୍ଜୁ ଗୋଟେ ବାଜେ ପିଲା। ସେ ଯଦି ମୋର ଏତେ ସାଙ୍ଗ, ତେବେ ସେ କୋକିଳ ଦିଦିଙ୍କୁ କାହିଁ ଯାଇ କହିଲା? ତା ଛଡ଼ା ସେ ମୋତେ ଖୁବ୍ ସାହସ ଦେଲା ଯେ ଯେକୌଣସି ଘଟଣା ସମ୍ପର୍କରେ କୋକିଳ ଦିଦି କିଛି ପଚାରିବେ ନାହିଁ। ମୁଁ କାରଣ ଜାଣିବାକୁ ଚାହିଁଲି। ସେ କିଛି କହିପାରିଲା ନାହିଁ। ମୋତେ ଲାଗିଲା ସେ ସଠିକ୍ କାରଣ ଜାଣିଥିଲା, କିନ୍ତୁ କହିଲାନି। ଅଞ୍ଜୁ ଆସିଲା ପରେ ସାରା ସ୍କୁଲରେ ଚହଳ ପଡ଼ିଗଲା। ସମସ୍ତେ ଜାଣିଲେ ମୋର କାଳିଝିଅ ସହିତ ଘଟଣା ସମ୍ପର୍କରେ ଓ ମୋର ଲୁଚି ଲୁଚି କୋକିଳ ଦିଦିଙ୍କର ଗାଧୋଇବା ଦୃଶ୍ୟ ଦେଖିବା କଥା। ସମସ୍ତେ ଛି ଛାକର କଲେ। ଅଳ୍ପ ସମୟ ପରେ ମୁଁ ଅନୁଭବ କଲି ଯେ ମୁଁ ଜଣେ ପାପୀ। ମୋର ବେଶୀ ରାଗ ହେଲା ଅଞ୍ଜୁ ଉପରେ। ଯଦିବା ସେ କୋକିଳ ଦିଦିଙ୍କୁ କହିଲା, ସେଇ କଥାକୁ ଆଜି ସ୍କୁଲ ପିଲାଙ୍କ ଆଗରେ କାହିଁକି କହିଲା? ଖେଳ ଛୁଟି ବେଳେ ଦେଖିଲି କୋକିଳ ଦିଦି ଅଞ୍ଜୁକୁ ଡାକି ଗାଳି ଦେଉଛନ୍ତି। ମୁଁ ସେତେବେଳେ ବୁଝିପାରିନଥିଲି ହଠାତ୍ କୋକିଳ ଦିଦି କାହିଁକି ଅଞ୍ଜୁ ଉପରେ ଲାଗିଲେ। ଏବେ ଚିନ୍ତା କଲେ ବୁଝିପାରୁଛି ଯେ କୋକିଳ ଦିଦି ବି ଚାହୁଁନଥିଲେ ସବୁ ଘଟଣା କେହି ଜାଣନ୍ତୁ ବୋଲି। ସେଇଦିନ ହିଁ ସ୍କୁଲରେ ପ୍ରଚାର ହୋଇଗଲା ଯେ ମୋ କଥା ସରିଗଲା। ଅନ୍ୟ ଅର୍ଥରେ ମୁଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲି। ଯେମିତି ମୋତେ ଟାଇଫଏଡ଼୍ ହେଲାବେଳେ ସମସ୍ତେ ଭାବୁଥିଲେ ଯେ ଏଇଟା ମୋର ଶେଷ ଶଯ୍ୟା, ମୁଁ ଆଉ ବଞ୍ଚିବିନି, ସେମିତି ଆଜି ସମସ୍ତେ ଭାବୁଛନ୍ତି ଯେ ମୋର ପତନ ଏଇଠି ହୋଇଗଲା, ଆଉ ମୁଁ ଜୀବନରେ ଉଠିପାରିବିନି। ସେତେବେଳେ ଏଇ କଥା ଉପରେ ମୁଁ ଗୁରୁତ୍ୱ ଦେଇନଥିଲି। ଆଜି ଭାବିଲେ ମୁଁ ଅନୁଭବ କରୁଛି ଯେ ବିଭିନ୍ନ ସମୟରେ ବିଭିନ୍ନ ଲୋକ ଗ୍ରହଣ କରିନିଅନ୍ତି ଏଇ ହୁଏତ ଆର୍ଯ୍ୟ ଦାସର ଶେଷ ଅଧ୍ୟାୟ। ସ୍କୁଲରେ ସବୁ ଝିଅ ମୋତେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ମୁଁ ମଧ୍ୟ କାହା ସହିତ କଥାବାର୍ତ୍ତା କରିବାକୁ ଡରୁଥିଲି। ଅଭୟ ଦେବୀ ସବୁ ଘଟଣା ଶୁଣି ମୋତେ କିଛି ଦିନ ପାଇଁ ଆମ ଘରକୁ ପଠାଇ ଦେବାର ଚିନ୍ତା କରୁଥିଲେ। ଅନ୍ୟାନ୍ୟ ଦିଦିମାନଙ୍କ ସହିତ ଆଲୋଚନା ସେ କରୁଥିଲେ। ଦିନେ ସେହି ସମୟ ଆସିଗଲା ଯେତେବେଳେ ମୋତେ କିଛି ଦିନ ପାଇଁ ବିଧବା ବୋର୍ଡ଼ିଂ ଛାଡ଼ିବାକୁ ପଡ଼ିଲା। ସେଦିନ ସନ୍ଧ୍ୟାରେ ମୁଁ ବିଧବା ବୋର୍ଡ଼ିଂ ଛାଡ଼ି ଆମ ଘରକୁ ଫେରିଆସିବି, ଠିକ୍ ସେଇଦିନ ଆଉ ଗୋଟିଏ ଘଟଣା ଘଟିଲା। ମୁଁ କ୍ଲାସରେ ବସିଛି, ମୋ ଡାହାଣ ପାଖକୁ ଅଞ୍ଜୁ। ସେ ମୋ ସହିତ କଥାବାର୍ତ୍ତା କରୁନାହିଁ, ଯେମିତି ତାକୁ ମୋ ସହିତ କଥାବାର୍ତ୍ତା କରିବାକୁ ମନା କରି ଦିଆଯାଇଛି। ପାଠରେ ମୋର ମନ ନାହିଁ। ମୁଁ କେବଳ ବୁଲି ବୁଲି ସେଇ କାଳିଝିଅକୁ ଅନଉଥାଏ। ଶେଷରେ ଅଞ୍ଜୁ ସହିପାରିଲାନି। ମୁଁ ତା ଆଡ଼କୁ ଏତେ କାହିଁକି ଚାହୁଁଛି ବୋଲି ମୋତେ ବାରମ୍ବାର ପଚାରିଲା। ମୁଁ କୌଣସି ଉତ୍ତର ଦେଲି ନାହିଁ। ଅଳ୍ପ ସମୟ ପରେ ଖେଳ ଛୁଟି ହେବ। ମୁଁ କେବଳ ଖେଳ ଛୁଟିକୁ ଅପେକ୍ଷା କରିଥାଏ। ସେଇ ବେଳରେ ହିଁ ମୋର କାଳିଝିଅ ସହିତ କଥାବାର୍ତ୍ତା ହୋଇପାରିବ। ଖେଳ ଛୁଟି ହେଲା ଓ ମୁଁ ପଛପଟ କୂଅ ପାଖରେ ପହଞ୍ଚିଲି। ମୋ ଆସିବାର ଶବ୍ଦ ମାଛମାନେ ଜାଣିପାରନ୍ତି। ସେମାନେ ଉପରକୁ ଉଠି ଆସିଲେ। ଆଶା କରୁଥିଲେ କିଛି ଚୁଡ଼ା କି ମୁଢ଼ି ମୁଁ ସେମାନଙ୍କୁ ଫିଙ୍ଗିବି। ମୁଁ ସେମାନଙ୍କୁ ଦୁଃଖରେ ଅନାଇଲି। ମୋ ପାଖରେ ସେସବୁ କିଛି ନଥିଲା। ମୁଁ ହଷ୍ଟେଲ ଭିତରକୁ ଯାଇନି, ତାଙ୍କ ପାଇଁ କିଛି ଖାଦ୍ୟ ଆଣିନି। ମନରେ ଦୁଃଖ ହେଉଥିଲା, ମୋ ଉପରେ ତାଙ୍କୁ କିଏ ଚୁଡ଼ାମୁଢ଼ି ଦେବ? ସେମାନେ ହୁଏତ ମରିଯିବେ। କିଛି ଦିନ ପାଇଁ ମୁଁ ସେମାନଙ୍କୁ ସକାଳ ଓ ସଞ୍ଜରେ ଦେଖିପାରିବିନି। କିଛି ଦିନ ପାଇଁ କେବଳ ଖେଳ ଛୁଟିରେ ହିଁ ଦେଖିବି। ହଠାତ୍ ମୋ ପଛପଟୁ କେହି ଜଣେ ମୁଠାଏ ମୁଢ଼ି କୂଅ ଭିତରକୁ ଫିଙ୍ଗିଦେଲା। ମାଛମାନେ ମହା ଆନନ୍ଦରେ ଖାଇବାକୁ ଆରମ୍ଭ କଲେ। ମୁଁ ବୁଲି ପଡ଼ି ଦେଖେ, ଆଉ କେହି ନୁହେଁ, ସେଇ କାଳିଝିଅ। ସେ ମୋ ଆଡ଼କୁ ଅନେଇଛି। ସେ ମୋତେ କହିଲା ଯେ ସେ ମଧ୍ୟ ଏ ସ୍କୁଲରେ ପାଠ ପଢ଼ିବା କିଛି ଦିନ ପରେ ଛାଡ଼ି ଦେଇପାରେ। କିଛି ସମୟ ଦୁହେଁ ଚୁପ୍। ତାପରେ ମୋତେ ସେ ଭଲ ଭାବରେ ସୂଚାଇ ଦେଇଗଲା ଯେ
अंजू भल झील नुहे सी जदि मते भल पाउथांता तेबे सबु घटना समस्तଙ୍କ आगरे कहि नथांता। मु एसबु कथार माने ठीक भावे बुझु नथिले भी कालीझीर कथा मानि नेली ओ कालीझील को पचाली तू काहेकि आज मुड़ी पकेलु तू माछ मानंकु खोइबाकु भल पाउ बोली मु जाहाकु भल पाए से काम तू काहेकि करिबु जी जाहाकु भल पाए से तार इच्छा आ खुशी को भल पाए एही होछि मोर भल पाइबा सह प्रथम चिन्ह से समय रे मु से कथार माने बुझी पारि नथिले किंतु एक कथा गोटे गार होई मो छाती रे आज पर्यंत अलिभा होई रहिछि। स्कूल दिन सब सरीगला परे कालीझीलକୁ मु देखेनी से कुआडे हजिगला ताकू भी खोजिबाकू चेष्टा करनी मु प्राय आज पर्यंत प्रत्येक दिन मु तारी कथा भाबिछि से शेषपद कथाटीर अर्थ मो जीवनर विभिन्न घटनार खोजी बसछि एवं ता फଳରେ ମୁଁ ଜାଣିପାରିଛି ଯେ ମୋତେ ପ୍ରକୃତରେ କେହି ଭଲ ପାଆନ୍ତି ନାହିଁ। ଭଲ ପାଇବା ପଛରେ କିଛି ନା କିଛି ଗୋଟେ ମତଲବ ଥାଏ। ହୁଏତ ଏହା ମଧ୍ୟ ଭୁଲ ହୋଇପାରେ କିନ୍ତୁ କାଳିଝିଅର କଥା ଏତେ ମନେ ପଡ଼େ କାହିଁକି ସେ କ'ଣ ପ୍ରକୃତରେ ସତ କହିଥିଲା ଆଉ ଏମିତି ଗୋଟେ କଥା କହିବାକୁ ତାର କ'ଣ ବୟସ ହୋଇଥିଲା। ମୁଁ ଏତେ ବର୍ଷ ଧରି ସେ ପଦକ କଥା ପରେ ଏତେ ଚିନ୍ତା କରି ଆସିଛି ଓ କୌଣସି କୂଳକିନାରା ପାଇନି। ମୋ ସହିତ ସମ୍ପର୍କରେ ଆସିଥିବା କୌଣସି ଝିଅ ମୁଁ କ'ଣ ଭଲ ପାଏ ଏ ବିଷୟରେ କେବେ ଖାତିର କରିନାହାନ୍ତି। ଝିଅ କ'ଣ ପୁଅ କ'ଣ ସମସ୍ତେ ଏକ। ଖେଳ ଛୁଟି ପରେ ପୁଣି ସେ କ୍ଲାସରୁମ୍ରେ ଅଞ୍ଜୁ ମୋ ଡାହାଣ ପାଖକୁ ବସିଛି। ସେ ଆଗେ ମୁହଁ ଖୋଲି ମୋତେ ଚପାଗଳାରେ ପଚାରିଲା ତୁ କ'ଣ ମୋ ଉପରେ ରାଗିଛୁ। ମୁଁ ସତରେ ରାଗିଥିଲି ଫଳରେ କିଛି ନ କହି ଚୁପ୍ ରହିଲି। ତାପରେ କିଛି ସମୟ ପରେ ତାକୁ ଚାପାଗଳାରେ କହିଲି ମୁଁ ଜୀବନରେ କେବେ ହେଲେ ତତେ ସତ କଥା କହିବିନି। ସେ ଚୁପ୍ ହୋଇ ବସିଗଲା। ପରେ ମୋତେ ବୁଝେଇବାକୁ ଚେଷ୍ଟା କଲା ଯେ ମୋର ସେ କାଳିଝିଅ ସହିତ ସମ୍ପର୍କ ଅବୈଧ ଏବଂ ଲୁଚି ଛପି କୌଣସି ଝିଅକୁ ଗାଧୋଇବା ଅବସ୍ଥାରେ ଦେଖିବା ମଧ୍ୟ ଅବୈଧ। ମୁଁ ତାକୁ ଓଲଟି ପ୍ରଶ୍ନ କରିଥିଲି ଯେ ସେ ଏତେ କଥା ଜାଣିଲା କେମିତି। ସେ ଜବାବ ଦେଇ ପାରିଲାନି। ତାପରେ ମୁଁ ପୁଣି ପ୍ରଶ୍ନ କଲି ଯେ ଯଦି ସାଙ୍ଗ ହିସାବରେ ମୁଁ ତାକୁ କିଛି କହିଲି ସେଇଟା ସେ ସ୍କୁଲର ସମସ୍ତଙ୍କ ଆଗରେ କହିବା କ'ଣ ଉଚିତ। ସେ ପୁଣି ନିରୁତ୍ତର ରହିଲା। ଏଥର ମୋ ପାଳି ଆସିଲା। ସେ ଅଳ୍ପ ବୟସରେ ମୁଁ ପୌରୁଷ ଦେଖାଇବା ଆରମ୍ଭ କଲି। ତୁ ଯେତେ ଚାହିଁଲେ ବି ପୁଅ ହୋଇପାରିବୁନି। ପୁଅ ହେବା ପାଇଁ ଅଲଗା ସାହସ ଦରକାର। ଝିଅମାନେ କେବଳ ଖଚ କହି ଜାଣନ୍ତି କିନ୍ତୁ ପୁଅମାନେ ସତ କହନ୍ତି। ସେ କହିଲା ମୁଁ ତ ଖଚ କହିନି ତୁ ଯାହା କହିଲୁ ସେଇ କଥା ହିଁ ମୁଁ କୋକିଳ ଦିଦିଙ୍କୁ କହିଲି। ତୋର କହିବା କ'ଣ ଦରକାର ଥିଲା। ତୁ ତ ଚୁପଚାପ ହୋଇ ରହିପାରିଥାନ୍ତୁ। କେଜାଣି ମୋ ପାଟି କେମିତି ଖଲଖଲ ହେଲା। ତୁ ଜାଣୁ ମୁଁ ଗୋଟେ ପୁଅ ତୋଠୁ ମୋର ବହୁତ ଜୋର ମୁଁ ଯାହା ଚାହିଁବି ତାହା କରିପାରିବି। ଏତିକି କହି ତା ଆଗରେ ମୋର କାରନାମା ଦେଖାଇବା ପାଇଁ ଗୋଟେ ଘୋରି ଯାଇଥିବା ସିଲଟ ଖଡ଼ିକୁ ମୋ ନାକରେ ବାମ ପୁଡ଼ାରେ ଭର୍ତ୍ତି କରିଦେଇ କହିଲି ଯେ ଖଡ଼ିଟାକୁ ମୋ ଡାହାଣ ପୁଡ଼ାରେ ବାହାର କରିଦେବି କିନ୍ତୁ ଖଡ଼ିଟା ନାକ ଭିତରକୁ ଯାଇ ଅଟକିଗଲା। ଅଞ୍ଜୁ ଚିତ୍କାର କରି ଉଠିଲା ଦିଦି ଦିଦି ଆର୍ଯ୍ୟନା ନାକରେ ଖଡ଼ି ପଶାଇ ଦେଇଛି। କୋକିଳ ଦିଦି ମୋ ପାଖକୁ ଚାଲି ଆସିଲେ। ସ୍କୁଲ ସାରା ପ୍ରଚାର ହୋଇଗଲା ଯେ ନାକରେ ଖଡ଼ି ପଶିଯାଇଛି। ସହଜେ ସେ ବିଧବା ବୋର୍ଡିଂ 30-40 ଜଣ ଟ୍ରେନିଂ ନେଉଥିବା ବିଧବା କେତେଜଣ ମାଷ୍ଟରାଣୀ ଓ ହେଡ଼ମାଷ୍ଟରାଣୀ ପୁରୁଷ କହିଲେ 2 ଜଣ ଚପରାସୀ ଜଣେ ମାଳି କ'ଣ କରାଯିବ ବୋଲି ଚାରିଆଡ଼େ ଚହଳ ପଡ଼ିଗଲା। ମୁଁ ସମସ୍ତଙ୍କ ମଝିରେ ଛିଡ଼ା ହୋଇଥାଏ। ନାକରେ କଷ୍ଟ ହେଉଥିଲେ ବି ବେଶ୍ ଭଲ ଲାଗୁଥାଏ ଯେହେତୁ କାଲିର ବଦନାମକୁ ମୁଁ କୌଣସି ମତେ ଘୋଡ଼ାଇ ଦେଇପାରିଛି। କାଲି କ'ଣ ଘଟିଥିଲା ସେ କଥା ସମସ୍ତେ ଭୁଲିଗଲେଣି। କେବଳ ଆଜିର ଘଟଣାମାନେ ମୋର ନାକରେ ଖଡ଼ି ପଶିଯିବା ଚହଳ ପକାଇଛି। ସେ ଅଳ୍ପ ବୟସରେ ମୁଁ ଅନୁଭବ କରି ଯେ ଗୋଟେ ଘଟଣାକୁ ଘୋଡ଼ାଇବାକୁ ହେଲେ ଆଉ ଗୋଟେ ଦୁର୍ଘଟଣା ଉପଜେଇବାକୁ ପଡ଼େ। ଆମ ସ୍କୁଲର ଚପରାସୀ କୁଞ୍ଜ ଆସିଲେ। ତାଙ୍କର ଅନ୍ୟାନ୍ୟ କୌଣସି ବଦ ଅଭ୍ୟାସ ନଥିଲା ତେବେ ବେଳେବେଳେ ସେ ନାଶ ଶୁଙ୍ଘନ୍ତି। ସେ ତାଙ୍କର ନାସାଦାନୀରୁ ଟିକେ ନାଶ ଆଣି ମୋ ନାକରେ ଲଗେଇଦେଲେ ଏବଂ 2-3 ଥର ଛିଙ୍କ ହେଲା ପରେ ଖଡ଼ିରୁ ନାକ ତଳକୁ ପଡ଼ିଗଲା। ସେଦିନ ସ୍କୁଲର ଦାସୀ ତୁଳସୀ ମାଉସୀ ଆସି ସବୁ ପିଲାଙ୍କଠାରୁ ଛୋଟ ଛୋଟ ସିଲଟ ଖଡ଼ି ଜବତ କରିନେଲେ। ଛୋଟ ଖଡ଼ି ନ ରଖି ନିଷେଧ ବୋଲି ଘୋଷଣା କରାଗଲା। ସେ ବିଧବା ବୋର୍ଡିଂ ସ୍କୁଲର ବେଳର କଥା। ଅଭୟା ଦେବୀ ମୋର ପାଠପଢ଼ାର ପୁରା ତଦାରଖ କରୁଥାନ୍ତି। ତାଙ୍କ ନିର୍ଦ୍ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ଦିଦି ମୋତେ ପାଠ ପଢ଼ାଉଥାନ୍ତି। ସତେ ଯେମିତି ଘୋରି ବାଟି ମୋତେ ପିଆଇ ଦେବେ। ମୋତେ ଆଦୌ ପାଠ ଭଲ ଲାଗେ ନାହିଁ। ତା ଅପେକ୍ଷା ଭଲ ବରଂ ଖେଳିବା ଅଞ୍ଜୁ ସହିତ କଳିକଜିଆ ନହେଲେ କାଳିଝିଅ ସହିତ କଥାବାର୍ତ୍ତା କରିବା। ସେଦିନ ସକାଳ 10ଟା ବେଳକୁ ଅଞ୍ଜୁ ଆସିବା ପୂର୍ବରୁ କାଳିଝିଅ ଆସିଥିଲା। ମୁଁ ତାଙ୍କୁ ପଚାରିଲି ଘୋଡ଼ାଗାଡ଼ି ତ ଆସିନି ତୁ ଆସିଲୁ କେମିତି। ସେ ଦୁଃଖରେ କହିଲେ ଯେ ତା ବାପାର ଚାକିରି ଚାଲିଯାଇଛି। ସେ ଆଉ ଘୋଡ଼ାଗାଡ଼ିରେ ଆସିପାରିବ ନାହିଁ।
ସେ କୁଆଡ଼େ ଚାଲି ଚାଲି ଆସିଛି ଏବଂ ଏଣିକି ଚାଲି ଚାଲି ହିଁ ଆସିବ। ସେ କହିଲା ଯେ ତାର ପାଠ ପଢ଼ିବାକୁ ଆଉ ଇଚ୍ଛା ନାହିଁ, କେବଳ ମୋତେ ଦେଖିବ ବୋଲି ସେ ଜିଦ୍ଦି କରି ଚାଲି ଚାଲି ଆସିଛି। ତା ମାଆ ତ କହିସାରିଥିଲା ଯେ ପାଠପଢ଼ା ବନ୍ଦ ହେବ, ସେ କେବଳ ଜିଦ୍ ନେଇ ମୋତେ ଦେଖିବାକୁ ଆସିଛି। ସେ ଚାଲି ଚାଲି ଆସିବାକୁ ରାଜି ହୋଇଥିଲା ଏବଂ ଅନ୍ତତଃ ସେଇ ବର୍ଷଟା ପାଠ ପଢ଼ିବ ବୋଲି ଠିକ୍ କଲା। ଏତେ କମ୍ ପଢ଼ି ସେ କ'ଣ କରିବ? ଏ ପ୍ରଶ୍ନ ମୋ ମନରେ ଉଠିଲା। ମୁଁ ତାକୁ ପଚାରିଥିଲି, ଯାହାର ଉତ୍ତରରେ ସେ କହିଥିଲା ଯେ ଝିଅମାନଙ୍କର ପାଠର କିଛି ଆବଶ୍ୟକତା ନାହିଁ, କେବଳ 2 ଅକ୍ଷର ପଢ଼ି ଚିଠି ପଢ଼ି ପାରିଲେ ହେଲା। ତେବେ ଝିଅମାନଙ୍କର ଆବଶ୍ୟକତା କ'ଣ? ଏ ପ୍ରଶ୍ନ ତାକୁ କରିଥିଲି, ଯାହାର ଉତ୍ତରରେ ସେ କହିଥିଲା, ଆମେ ବାହା ହେବା, ପିଲା ଜନ୍ମ କରିବା, ଘର ସଂସାର କରିବା। ମୁଁ ଓଲଟି ପ୍ରଶ୍ନ କରିଥିଲି, ତେବେ କ'ଣ ପୁଅମାନେ ବାହା ହୁଅନ୍ତିନି କି ଘର ସଂସାର କରନ୍ତିନି? ହଁ, ମୁଁ ଯେତେବେଳେ ବାହା ହେବି ଗୋଟେ ପୁଅକୁ ହିଁ ବାହା ହେବି। ସେ କେଉଁ ଗୋଟେ ଅଫିସର କାମ କରୁଥିବ ଆଉ ମୁଁ ତା ଘର ଜଗି ବସିଥିବି। ତାହେଲେ ମୁଁ ବି ତ ବାହା ହେବି। ଝିଅମାନେ ପାଠ ନ ପଢ଼ି କେବଳ ରୋଷେଇବାସ ଓ ଘର କାମ ଜାଣିଲେ ବାହା ହୋଇପାରିବେ। ପୁଅମାନଙ୍କର କଥା ଅଲଗା। ସେମାନେ ପାଠ ପଢ଼ି ସାରି ଚାକିରି ବାକିରି କରି ରୋଜଗାର ନ କଲେ ବାହା ହୋଇପାରିବେନି। ତେଣୁ ତୋ ବାହାଘର ବହୁତ ଡେରି ଅଛି। ମୁଁ ତ 14-15 ବର୍ଷ ବେଳକୁ ବାହା ହୋଇଯିବି। ଝିଅ ପୁଅଙ୍କ ଭିତରେ ଏତେ ପ୍ରଭେଦ ଥିଲା ମୁଁ ଜାଣିନଥିଲି। କାହିଁ ଅଞ୍ଜୁ ତ ଏ ବିଷୟରେ ଦିନେ ମୋତେ କହିନି। 2ୟ ଶ୍ରେଣୀରେ ପଢ଼ି ସେ କାଳିଝିଅର ଏତେ ଜ୍ଞାନ, ଅଥଚ ଅଞ୍ଜୁ କିଛି ଜାଣେ ନା, କେବଳ ଈର୍ଷା କରି ଜାଣେ। ଅଞ୍ଜୁ ପ୍ରତି ସେବେ ମୋର ସମସ୍ତ ମାୟା ମମତା କଟିଯାଇଥାଏ। ଆଉ ସେଇଥିପାଇଁ ଏସବୁ ସଂସାର ବିଷୟରେ ତାକୁ ମୁଁ ନ ପଚାରିବାକୁ ଠିକ୍ କରିଥିଲି। ତା ସାଙ୍ଗରେ ମୋଟ ଉପରେ ମୋର କଥାବାର୍ତ୍ତା ନଥିଲା କହିଲେ ଚଳେ। କାଳିଝିଅ ବି ଅଞ୍ଜୁ ଡରରେ ଖେଳଛୁଟି ବେଳେ ମୋ ପାଖକୁ ଛିଡ଼ା ହୋଇ ଗାଈମାନଙ୍କୁ ଦେଖିବାର ମୋର କାମ ଥିଲା। ସେମାନଙ୍କଠୁ ମୁଁ ଅଲଗା ନୁହେଁ। ସେମାନେ କଥା କହିପାରୁନାହାନ୍ତି ଏବଂ ମୁଁ କଥା କହିପାରିଲେ ବି କାହା ସହିତ କଥା କହୁନାହିଁ। ସେହି ସମୟରେ ମୋର ବନ୍ଧୁତା ହୋଇଥିଲା ଗୋଟେ ବିଦେଶୀ ସହିତ। ସେ ହେଉଛି ଜଣେ କାବୁଲିବାଲା। ତାକୁ ସମସ୍ତେ କାହିଁକି କେଜାଣି ଡରନ୍ତି। ସେ ସ୍କୁଲ ଫାଟକ ପାଖରେ କେବଳ ପହିଲା ତାରିଖରେ ଛୁଟି ହେଲା ବେଳକୁ ଛିଡ଼ା ହୁଏ। ସେଇଦିନ ମୁଁ ଦେଖେ ଯେ ଆମ ସ୍କୁଲର 3 ଜଣ ଚପରାସୀ ପାଚେରୀ ଦେଇ ଅନ୍ୟ ବାଟ ଦେଇ ପଳାନ୍ତି। ସେମାନେ କାବୁଲିବାଲାକୁ କାହିଁକି ଡରନ୍ତି ମୁଁ ବୁଝିପାରେ ନା। କେବଳ ଜାଣେ 1 ତାରିଖ ହେଲେ କାବୁଲିବାଲା ନିଶ୍ଚୟ ଫାଟକ ପାଖରେ ଆସି ଛିଡ଼ା ହେବ ଆଉ ସ୍କୁଲର ଚପରାସୀ କୁଞ୍ଜ, ଅଗଣି, ହରି ସବୁ ପାଚେରୀ ନେଇ ପଳାଇବେ। ମୁଁ ଏକା ଏକା ଫାଟକ ପାଖରେ ଠିଆ ହୋଇଥାଏ। କାବୁଲିବାଲାକୁ ମୋର ଡର ନାହିଁ। ତାର ପୋଷାକ ଦେଖିବାକୁ ମୋତେ ଭାରି ଭଲ ଲାଗେ। ଦିନେ ସେ ମୋ ସହିତ ଆଗେ ହିଁ କଥାବାର୍ତ୍ତା କଲା। ସେଦିନ ପହିଲା। ଆର ପାଚେରୀଟେ ହିଁ ଚପରାସୀମାନେ ପଳେଇଛନ୍ତି। କାବୁଲିବାଲା ମୋତେ ପ୍ରଥମ ଥର ପାଇଁ ସେମାନଙ୍କ ଖବର ପଚାରିଲା। ସେମାନେ ସ୍କୁଲ ଗଲେଣି ନା ନାଇଁ? ମୁଁ ସତ କଥା କହିଲି ଯେ ସେମାନେ ପାଚେରୀ ଡେଇଁ ପଳେଇଛନ୍ତି, ଫାଟକ ବାଟେ ଯାଇନାହାନ୍ତି। କାବୁଲିବାଲା ମୋତେ ପେସ୍ତା ବାଦାମ କିସମିସ୍ ଦେଇ ପଚାରିଲା ଯେ କେଉଁ ଜାଗାରେ ସେମାନେ ପାଚେରୀ ଡେଇଁ ଯାଇଛନ୍ତି। ମୁଁ ସେ ଜାଗା ତାଙ୍କୁ ଦେଖେଇଦେଲି। ସେ ଭାରି ଖୁସି ହେଇଗଲା ଆଉ କହିଲା ଯେ ସେ ପ୍ରତ୍ୟେକ ଦିନ ମୋତେ ଦେଖା କରିବାକୁ ଆସିବ। ଏଣିକି ସେ ପହିଲା ତାରିଖ ଦିନ ନ ଆସି ଅନ୍ୟ ଦିନମାନଙ୍କରେ ସ୍କୁଲ ଖୋଲିଲା ବେଳେ ଆସିଲା। ଚପରାସୀମାନେ ସେତେବେଳେ ଲୁଚି ପାରିଲେ ନାହିଁ। ସେମାନେ ବାଧ୍ୟ ହେଲେ କାବୁଲିବାଲା ସହିତ ଦେଖା କରିବାକୁ। ଏ ରହସ୍ୟ କ'ଣ ମୁଁ ଜମାରୁ ବୁଝିପାରୁନଥିଲି। ମୋତେ ଦିନେ କୋକିଳ ଦିଦି ବୁଝେଇଦେଲେ ଯେ ଏ ଚପରାସୀମାନେ କାବୁଲିବାଲାଠାରୁ କିଛି ଟଙ୍କା ଉଧାର ନେଇଛନ୍ତି। ସେଇ ଟଙ୍କାକୁ ଆଦାୟ କରିବାକୁ କାବୁଲିବାଲା ଆସୁଛି। କାବୁଲିବାଲା ସେମାନଙ୍କଠୁ ଟଙ୍କା ଆଦାୟ କଲା କି ନାହିଁ ମୁଁ ଜାଣିନି। ପ୍ରତ୍ୟେକ ଥର ସେ ମୋତେ ବାଦାମ, କିସମିସ୍ ଇତ୍ୟାଦି ଦେଇଯାଏ। ଏକା ଏକା ଖାଏ ଏବଂ କେବେ କେବେ କାବୁଲିବାଲା ତା ଦେଶର କଥା, ତା ସଂସାର କଥା ମୋତେ କହେ। ମୋତେ ଆଶ୍ଚର୍ଯ୍ୟ ଲାଗେ, ସେ ତା ପିଲାପିଲିଙ୍କୁ ଛାଡ଼ି ଏତେ ଦୂରରେ କେମିତି ରହିଛି। ପୁଣି ନିଜ ମନକୁ ମୁଁ ବୁଝାଏ, ମୁଁ ବି ତ ଘରଠାରୁ ଦୂରରେ ରହିଛି। ମୋ ବାପା ମା ତ ମୋତେ କେହି ଛାଡ଼ି ଦେଇଛନ୍ତି ଗୋଟେ ବିଧବା ବୋର୍ଡ଼ିଂରେ ରହିବାକୁ, ଯେଉଁଠି ମୁଁ ନିହାତି ଏକା ହୋଇ ରହିଛି। କାବୁଲିବାଲା ମୋ ପାଖରୁ ଚାଲିଗଲା ପରେ ମୁଁ ବସି ତା କଥା ଭାବେ। ଲୋକଙ୍କର ଦରକାର ବେଳେ ସେ ସେମାନଙ୍କୁ ଧାରେ ଟଙ୍କା ଦେଇଛି, କିନ୍ତୁ ତା କଥା ତ କେହି ଭାବୁନାହାନ୍ତି। ଟଙ୍କାଟା ଶୁଝିବାକୁ କେହି ତତ୍ପର ହେଉନାହାନ୍ତି। ତାର ବି ତ ଗୋଟାଏ ସଂସାର ଅଛି, ସେ ବିଷୟରେ କେହି ତ ଚିନ୍ତା କରୁନାହାନ୍ତି। ସମସ୍ତେ ନିଜ ନିଜ ପାଇଁ, ସ୍ୱାର୍ଥ ପାଇଁ ବ୍ୟସ୍ତ। ଏଣେ ଅଭୟା ଦେବୀ ମୋତେ ସିନା ଘରୁ ନେଇ ଆସିଲେ ପାଖରେ ରଖି ପଢ଼ାଇବାକୁ, ମୋ ବିଷୟରେ ବି ସେ କେବେ ଚିନ୍ତା କରୁନାହାନ୍ତି। ସେ କେବଳ ଚାହାନ୍ତି ଆମ ଘରର ଅଭୟ। ସେ ଯେ ଗୋଟେ ପ୍ରତିଷ୍ଠିତ ପରିବାର ସହିତ ଜଡ଼ିତ, ସେଇଟା ସମାଜରେ ଜାହିର କରିବା ଯେମିତି ତାଙ୍କର ଚରମ ଲକ୍ଷ୍ୟ। ଏକା କୋକିଳ ଦିଦି ଅଲଗା। ସେ ମୋର ସବୁ ବିଷୟକୁ ଅମୃତ କରି ଦେଇଥିଲେ। ପୂର୍ବରୁ ସବୁ ଘଟଣାକୁ ସେ କେବେ କାହା ସହିତ ଆଲୋଚନା କରନ୍ତିନି କି ମୋତେ ହେଲେ ପଚାରନ୍ତି ନାହିଁ।
ଅଭୟ ଦେବୀଙ୍କ ପାଇଁ ଦଶହରା ଅନ୍ୟାନ୍ୟ ପର୍ବପର୍ବାଣୀରେ ଆମ ଘରୁ ଲୁଗା ଆସେ ଏବଂ ତା ମଧ୍ୟ ତାଙ୍କ ପସନ୍ଦର ହେବା ନିହାତି ଆବଶ୍ୟକ। ନହେଲେ ସେ କାନ୍ଦିବେ। ମୋ ବାପା ନାପସନ୍ଦ ହୋଇଥିବା ଲୁଗାକୁ ନେଇ ପୁଣି ବଜାରରେ ଦୌଡ଼ିବେ। ଅଭୟ ଦେବୀଙ୍କ ପସନ୍ଦ ହେବା ପର୍ଯ୍ୟନ୍ତ ସେ ଦୋକାନରୁ ଲୁଗା ଅଦଳ ବଦଳ କରୁଥିବେ। କିନ୍ତୁ ମୋର ଗୋଟେ ପ୍ୟାଣ୍ଟ କି ସାର୍ଟ ଯେଉଁଟାକି ଅଭୟ ଦେବୀ କିଣିଦେବେ ତା ଉପରେ ପସନ୍ଦ ନାପସନ୍ଦର ପ୍ରଶ୍ନ ଉଠେନା। ମୋତେ ଚୁପ୍ ରହିବାକୁ ହୁଏ। ଦିନେ କାବୁଲିବାଲା ସହିତ ଫାଟକ ପାଖରେ ଦେଖା ହେଲା। ସେତେବେଳକୁ ପ୍ରାୟ ସନ୍ଧ୍ୟା। କାବୁଲିବାଲା ମୋତେ ଫାଟକ ଆଗରେ ଦେଖି ଛିଡ଼ା ହୋଇଗଲା। ମୋ ପାଖକୁ ଆସି କହିଲା, କ୍ୟା ବେଟେ କିସମିସ୍ ଖାଓଗେ? ମୁଁ ହଁ କହିଲି। ସେ ମୋତେ କିସମିସ୍ ଦେଲା। ମୋ ଆଗରେ ବସି ପଡ଼ିଲା। କାବୁଲିବାଲା ଖୁବ୍ ଡେଙ୍ଗା। ତା ମୁହଁକୁ ଚାହିଁବାକୁ ହେଲେ ମୋତେ ତାଳଗଛକୁ ଅନାଇଲା ପରି ଦେଖିବାକୁ ପଡ଼େ। ସେ ବସିପଡ଼ି ମୋତେ ଟିକେ ଆଦର କରି ପଚାରିଲା ଯେ ମୋ ପେଣ୍ଟ କୁର୍ତ୍ତା ଏତେ ଅସନା କାହିଁକି? ମୁଁ ତାକରେ ଉତ୍ତରରେ ଖେଳୁଥିଲି ବୋଲି କହିଲି। ସେ ମୋ ପେଣ୍ଟରେ ଧୂଳି ଝାଡ଼ୁ ଝାଡ଼ୁ କହିଲା, ବଡ଼େ ସସ୍ତେ କପଡ଼େ ହେ, ତେରା ବାପ କ୍ୟା କରତେ ହେ? ମୁଁ କିଛି ଉତ୍ତର ଦେଲିନି। କେବଳ ସେତିକି କଥାବାର୍ତ୍ତା ପରେ କାବୁଲିବାଲା ଚାଲିଗଲା ଓ ମୁଁ ସ୍କୁଲ ଭିତରକୁ ଫେରି ଆସିଲି। ସେଦିନ ରାତିରେ କୋକିଳ ଦିଦିଙ୍କ ପାଖରେ ଶୋଇଲା ବେଳେ ସନ୍ଧ୍ୟାବେଳେ ସବୁ ଘଟଣା କହିଲି। କାବୁଲିବାଲା କାହିଁକି ମୋ ପେଣ୍ଟକୁ ଶସ୍ତା ପେଣ୍ଟ ବୋଲି କହିଲା ସେ ବୟସରେ ମୋର ବୁଝିବା ମୁସ୍କିଲ। କିନ୍ତୁ କୋକିଳ ଦିଦି ବୁଝିପାରିଲେ। କୋକିଳ ଦିଦି ମୋତେ ବୁଝାଇ ଦେବାରେ ଲାଗିଲେ। କମ୍ ଦାମର ପେଣ୍ଟ ସାର୍ଟ ହେଲେ ବି ସେଟା ମୋ ବାପାଙ୍କ ପଇସାରେ କିଣା, ତେଣୁ ମୋର ଦୁଃଖ କରିବା ଉଚିତ ନୁହେଁ। ଆଉ କଥା ହେଲା ଯେ ଯେତେବେଳେ ସେ ଏଇ ମାସର ଷ୍ଟାଇପେଣ୍ଡ ପାଇବେ ସେତେବେଳେ ସେ ମୋ ପାଇଁ ସୁନ୍ଦର ପେଣ୍ଟ ସାର୍ଟଟେ କିଣିଦେବେ। ସେଟିକୁ ଶୁଣି ମୁଁ ଖୁବ୍ ଖୁସି ହୋଇଗଲି। ତାଙ୍କ କଥା ସତ ହେଲା, ମାତ୍ର ଅଭୟ ଦେବୀ ଖୁବ୍ ରାଗିଗଲେ। କୋକିଳ ଦିଦି କାହିଁକି ପେଣ୍ଟ ସାର୍ଟ କିଣିଦେଲେ? ଯଦି ମୋର ପେଣ୍ଟ ସାର୍ଟ ଦରକାର ଥିଲା ଅଭୟ ଦେବୀ ମୋତେ କିଣି ଦେଇଥାନ୍ତେ। ସେଇ ଦିନଠୁ ଅଭୟ ଦେବୀ କୋକିଳ ଦିଦିଙ୍କ ସହିତ କଥାବାର୍ତ୍ତା କଲେ କି ନାହିଁ ମୋତେ ତାଙ୍କ ପାଖରେ ଶୋଇବାକୁ ଛାଡ଼ିଲେ ନାହିଁ। ମୁଁ ପୁଣି ଏକୁଟିଆ ହୋଇଗଲି। କେବଳ ସୁଯୋଗ ଖୋଜୁଥିଲି କେମିତି ଘରକୁ ପଳେଇବି। ଅଭୟ ଦେବୀ ସିନିୟର ଟିଚର ଥିଲେ। ଆଉ କୋକିଳ ଦିଦି ସେତେବେଳେ ବିଧବା ବୋର୍ଡ଼ିଂରେ ଟ୍ରେନିଂ ନେଉଥିଲେ। ତେଣୁ ସେ ଡରିଗଲେ। ମୋର ତାଙ୍କ ସହିତ କ୍ୱଚିତ୍ ଦେଖା ହୁଏ। ଆଗେ ତାଙ୍କ ପାଖରେ ବସି ଖାଉଥିଲି, ଏବେ ତା ମଧ୍ୟ ହୁଏ ନାହିଁ। ମୋ ଖାଇବା ଆସେ ଅଭୟ ଦେବୀଙ୍କ ରୁମ୍କୁ ଆଉ ମୁଁ ସେଠି ଏକା ବସି ଖାଏ। କାବୁଲିବାଲାକୁ ଡରି ଆମ ସ୍କୁଲର ଯେଉଁ ଚପରାସିମାନେ ପାଚେରୀ ଡେଇଁ ପଳାନ୍ତି, ପହିଲା ତାରିଖ ଦିନ ସେ ପାଚେରୀ ପାଖରେ ଛୋଟ ଗୋଟେ ପୋଖରୀ ଥିଲା। ସେଠି ପ୍ରାୟ ପ୍ରତ୍ୟେକ ଦିନ ଜଣେ ଲୋକ ଆସି ବନଶ୍ରୀରେ ମାଛ ମାରେ। କିଛିଦିନ ପରେ କାବୁଲିବାଲା ଓ ସେ ମାଛ ମାରୁଥିବା ଲୋକର ବନ୍ଧୁତା ହୋଇଗଲା। ମୋତେ କାବୁଲିବାଲା କହିଲା ଯେ ତା ନାଁ ବାନାମ୍ବର ଏବଂ ସେ ଖୁବ୍ ଭଲ ଲୋକ। ବିଚାରାର ବାପା ମା ନାହାନ୍ତି କି ସେ ବାହା ହୋଇନି। ଯଦି ଗୋଟେ ଭଲ ଝିଅ ମିଳନ୍ତା ତେବେ ସେ ବାହା ହୋଇଯାଆନ୍ତା। କିନ୍ତୁ ମୁଁ କ'ଣ କରିପାରେ? ବାହାଘର କେମିତି ହୁଏ ଓ କାହିଁକି ହୁଏ ସେ ବିଷୟରେ ମୋତେ କିଛି ଜଣାନଥିଲା। ଏ ବିଷୟରେ ବି କାହାକୁ ପଚାରିବି? କେବଳ ସେ କାଳେ ଝିଅ କିଛି କହିପାରେ। କାଳେ ଝିଅ ସ୍କୁଲକୁ ଆସିଲା ପରେ ମୁଁ ତାକୁ ପଚାରିଲି, ବାନାମ୍ବର ବୋଲି ଗୋଟେ ଲୋକ ଅଛି, ତାର ବାପା ମା କେହି ନାହାନ୍ତି। କାବୁଲିବାଲା କହୁଥିଲା ତାକୁ କେମିତି ବାହା କରି ଦିଅନ୍ତେ। ତୁ ସେ ବାନାମ୍ବରକୁ ବାହା ହେବୁ କି? ଦେଥ, ତୁ ଗୋଟେ ନିହାତି ବୋକା। ମୋର କ'ଣ ଏଇନା ବାହା ହେବାକୁ ବୟସ ହେଲାଣି? ବାହା ହେବାର ବୟସ ତେବେ କେତେ? ମୁଁ ପଚାରିଲି। ସେ କହିଲା, ମୋତେ 15 କି 16 ହେଲେ ମୁଁ ବାହା ହେବେ। ଆଚ୍ଛା, ତୁ ଯଦି ବାନାମ୍ବରକୁ ବାହା କରାଇବାକୁ ଚାହୁଁ ତେବେ ଆମ ସ୍କୁଲରେ ଏତେ ଦିଦି ଅଛନ୍ତି, କାହା ସହିତ ବାହା କରିଦେଉନୁ? ସେଦିନ ସ୍କୁଲ ଛୁଟି ପରେ ଅଭୟ ଦେବୀ ଚାଲିଗଲେ ତାଙ୍କର କୌଣସି ଆତ୍ମୀୟଙ୍କ ଘରକୁ। ତେଣୁ ମୋର କୋକିଳ ଦିଦିଙ୍କ ସହିତ କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନଥିଲା। ମୁଁ ଚାରିଆଡ଼େ କୋକିଳ ଦିଦିଙ୍କୁ ଖୋଜିଲି। ଶେଷରେ ତାଙ୍କୁ ପାଇଲି ଗାଧୁଆ ଘର ପାଖରେ। ସେ ଗାଧୋଇ ସାରି ଓଦା ଲୁଗା ପିନ୍ଧି ଆସୁଥିଲେ। ଏ ଅବେଳରେ ସେ କାହିଁକି ଗାଧୋଇଲେ ମୁଁ ବୁଝିପାରୁନଥିଲି। ତାଙ୍କୁ ପଚାରିଲି ଆଉ ସେ ଉତ୍ତର ଦେଲେ ଯେ ବର୍ତ୍ତମାନ ମୁଁ ବୁଝିପାରିବିନି, କିନ୍ତୁ ବଡ଼ ହେଲେ ମୁଁ ବୁଝିପାରିବି। ମୁଁ ତାଙ୍କ ସହିତ ତାଙ୍କ ଘର ପର୍ଯ୍ୟନ୍ତ ଗଲି। ସେଠି ଆଉ 3 ଜଣ ଦିଦି ବି ରୁହନ୍ତି। କୋକିଳ ଦିଦି ତାଙ୍କ ଖଟ ପାଖରେ ଥିବା ଲୁଗା ବଦଳିଲେ। ଚମତ୍କାର ତାଙ୍କ ଦେହ। ମୁଁ ଦେଖୁଥାଏ ଓ ଭାବୁଥାଏ କେତେ ଫରକ ତାଙ୍କ ଦେହ ସେ କାଳିଝିଅଠାରୁ। ରାତିରେ କୋକିଳ ଦିଦିଙ୍କୁ ନିରୋଳାରେ ପାଇଲି। ସେଦିନ ଖୁବ୍ ଗରମ ହେଉଥିଲା। ବୋର୍ଡ଼ିଂରେ ବିଜୁଳି ପଙ୍ଖା ନଥିଲା। ସମସ୍ତେ ହାତ ପଙ୍ଖା ବ୍ୟବହାର କରୁଥିଲେ। କୋକିଳ ଦିଦିଙ୍କୁ ଖୋଜି ଖୋଜି ମୁଁ କେଉଁଠି ବି ପାଇଲି ନାହିଁ। ଭାବିଲି ସେ ନିଶ୍ଚୟ ଛାତରେ ଥିବେ। ମୁଁ ସିଧା ଛାତ ଉପରକୁ ଉଠିଗଲି। ସୁନ୍ଦର ଜହ୍ନ ରାତି। ସେଠି ପୂର୍ଣ୍ଣମୀ ଆଉ କୋକିଳ ଦିଦି ସେଠି ଛିଡ଼ା ହୋଇଥିଲେ। ମୁଁ ଯାଇ ତାଙ୍କ ପାଖରେ ଛିଡ଼ା ହେବା ପରେ ସ୍ନେହରେ ମୋ ପିଠିରେ ହାତ ବୁଲେଇ ଦେଲେ। ତାଙ୍କର ମୋର ଯାହା କଥାବାର୍ତ୍ତା ହେଲା ତାହା ଏମିତି, କୋକିଳ ଦିଦି, ମଣିଷ ବାହା ହୁଅନ୍ତି କାହିଁକି? ଘର ସଂସାର କରିବାକୁ। ତମେ ବାହା ହୋଇଛ? ହେଇଥିଲି। ଏବେ ମନେ ନାହିଁ, କେବେ ମନେ ନାହିଁ। ତୁମ ସ୍ୱାମୀ କୁଆଡ଼େ ଗଲେ? ସେ ମରିଗଲେ। ସେଥିପାଇଁ ତ ମୁଁ ବାଳୁତ ବିଧବା। ତେବେ କ'ଣ କରିବ? ଏଇ ବୋର୍ଡ଼ିଂରେ ପାଠ ପଢ଼ି ତୁମମାନଙ୍କର ମାଷ୍ଟରାଣୀ ହେବି।
ତାଙ୍କ କଥାରୁ ଲାଗୁଥିଲା ସେ କେମିତି ଉଦାସ ହୋଇଯାଇଛନ୍ତି। ମୁଁ ଅନେକ ସମୟ ଜହ୍ନକୁ ଅନେଇଲି। କ'ଣ କେମିତି କଥା କହିବି ଭାବିପାରୁନଥିଲି। ଅନେକ ସମୟ ଏମିତି ନୀରବରେ କଟିଯିବା ପରେ କୋକିଳ ଦିଦି ପ୍ରଥମେ କଥା କହିଲେ, ତୁ ଏତେ ପିଲା ହୋଇ ଏତେ ବଡ଼ ବଡ଼ କଥା କେମିତି କହୁଛୁ? ପିଲା ହେଲେ ଯେ ସାନ କଥା କହିବାକୁ ପଡ଼ିବ ଆଉ ବଡ଼ ବଡ଼ କଥା କହିବ ନା, ଏ ବିଷୟରେ ମୋର କୌଣସି ଧାରଣା ନଥିଲା। ତେଣୁ ମୁଁ ଚୁପ୍ ହୋଇ ରହିଲି। ତାପରେ କହିଲି, କୋକିଳ ଦିଦି, ମୋତେ ଏଠି ରହିବାକୁ ଭଲ ଲାଗୁନି। ମୋତେ ଏଠି ଭାରି ଏକା ଏକା ଲାଗେ। ପୁଣି ଚୁପ୍ ରହିଲି ଓ ପଚାରିଲି, କୋକିଳ ଦିଦି, ତମର ବାପା ମା ଅଛନ୍ତି? ନା, ସେମାନେ ଥିଲେ ମୁଁ କ'ଣ ଆସି ଜେଲଖାନାରେ ପହଞ୍ଚିଥାନ୍ତି? ତାପରେ ସାହସ ସଞ୍ଚୟ କରି ପଚାରିଲି, କୋକିଳ ଦିଦି, ତମର ବାପା ମା ଥିଲେ ତମକୁ ବାହା କରିନଥାନ୍ତେ ନା? ମୋତେ ତ ଥରେ ବାହା କରାଇଥିଲେ ଯେତେବେଳେ ମୁଁ 9 ବର୍ଷରେ ଥିଲି। କିନ୍ତୁ ପରେ ଦିନେ ଶୁଣିଲି ମୋ ସ୍ୱାମୀ ମରିଗଲେ। ଘରେ ସମସ୍ତେ କାନ୍ଦିଲେ। ତାର 2-3 ବର୍ଷ ପରେ ଗାଁରେ ହଇଜା ହେଲା। ବାପା ବୋଉ ସେଥିରେ ଚାଲିଗଲେ। ମୁଁ ଆଉ କ'ଣ କରିଥାନ୍ତି? ଜଣେ ସ୍ତ୍ରୀ ଲୋକ ମୋତେ ଠିକଣା ଦେଲେ ଯେ ଏମିତି ଗୋଟେ ବିଧବା ବୋର୍ଡ଼ିଂ ଅଛି ଯେଉଁଠି ବିଧବା ପିଲାମାନେ ପାଠ ପଢ଼େଇ ପାରିବେ। ମୁଁ ଏଠିକି ଚାଲି ଆସିଲି। ମୁଁ କହିଲି, ଗୋଟେ କଥା କହିବି, ତମେ ମୋ ଉପରେ ରାଗିବନି ତ? ନାଇଁ, ରାଗିବିନି, କହ। କୋକିଳ ଦିଦି, ଗୋଟେ ଲୋକ ଅଛି। ସେ ଆମ ସ୍କୁଲ ପାଖ ପୋଖରୀରେ ମାଛ ମାରିବାକୁ ଆସେ। ହଁ, କ'ଣ ହେଲା ସେଇଠୁ? ସେ ଲୋକଟା ଭାରି ଭଲ। ଭଲ ହେଲେ ବି କ'ଣ ହେଲା? ସେ ବାହା ହେଇନି। ତାର ଗୋଟେ ଦୋକାନ ଅଛି। ତାକୁ ବାହା ହେଲେ ହୁଅନ୍ତାନି? କିଏ ବା କରେଇବ? ମୋର ତ କେହି ନାହାନ୍ତି। ଆଉ ସେ ଯେବେ ଜାଣିବ ଯେ ମୁଁ ବାଳିତ ବିଧବା, ସେ କ'ଣ ମୋତେ ବାହା ହେବ? ସେ କଥା ତ ମୁଁ ଜାଣିନି। ତେବେ ମୁଁ ତାକୁ ପଚାରିବି। ଏତିକିରେ ଆମ କଥାବାର୍ତ୍ତା ସରିଗଲା। ମୁଁ ଚିନ୍ତା କରୁଥିଲି କେମିତି ବାନମ୍ବର ସହିତ ଏ ସମ୍ପର୍କରେ କଥାବାର୍ତ୍ତା କରିବି ଏବଂ କୋକିଳ ଦିଦି ତାଙ୍କ ନିଜସ୍ୱ ସ୍ୱପ୍ନରେ ବୁଡ଼ି ରହିଥିଲେ। ତେବେ ଏଇଠାରେ ଶେଷ ହେଲା ଆତ୍ମଜୀବନୀ ଆର୍ଯ୍ୟଦାସର ଆତ୍ମଲିପିର 3ୟ ଭାଗ। ଆଗାମୀ ଅଧ୍ୟାୟରେ ଏହି ଆତ୍ମଜୀବନୀଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।